ଆଉ ଇଏ ବସ ଗପିବା ଟିକେ ଭଲ ମନ୍ଦ କଥା ହବା। ରୋଷେଇବାସ କରିବା ତ ଆସ ଆସ ବସ ବସ ଟିକେ। ବସୁଛି। ଆଉ କହନି ତେ ଆଉ ତୋ ସ୍ୱାମୀର ଖବର କଣ? ସେ ପୋଡ଼ା ମୁହଁ କଥା କୁହ ନା। ସେ ପୋଡ଼ା ମୁହଁଟା ଥାଇକି ଯା ନ ଥାଇକି ସେଇଆ। ସିଏ ଯଦି ଥାଆନ୍ତା ମୁଁ କଣ ଏଠିକି ଆଇଥାନ୍ତି ରୋଷେଇ କରିବାକୁ। କିନ୍ତୁ ତୁ ଯୋଉ ବେଶଭୂଷା ହେଇ ବୁଲୁଛୁ ଏତେ ସଜ ହେଇ, ଆଉ ତା ପାଇଁ ନୁହଁ ତା ପାଇଁ ବୁଲୁଛୁ ବା। ବେଶଭୂଷା ନହେଲେ ଲୋକ କଣ କହିବେ? କଣ ପାଗଳ? ଆଲୁ ହେଇ ନିତେ ଏମିତି କଣ କହୁଛୁ ବା? ଯେତେ ଚାହେଲେ ବି ସିଏ ତୋ ସ୍ୱାମୀ ନା ଆଉ। ସ୍ୱାମୀ? ଆରେ ସ୍ୱାମୀ କାହାକୁ କୁହନ୍ତି? ତୁମେ ନରସ ବାବୁ ଜାଣିଛଟି? ଆଉ ହଉ ଲାରା, ଆଉ ନହେଲେ ତୁ ମତେ ବାହା ଯାଉନୁ। ଆବେ ବୁଢା, ଆଉ ଥରେ କହିବୁ ତ ତୁ ଗାଲରେ ଗୋଟେ ଚଟକଣ ଦେଇ ତତେ ଉଡି 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 ଟିକେ କୁତା ଦେବି ବୁଢା ଖାଇବା ଚଟକଣ। ରାଗୁଛୁ କଣ? ମୁଁ ତତେ ଗେଲ ଠଟାରେ କହୁଥିଲି ନା। ମୋର କଣ ବଡ଼ ବୟସ ଅଛି ବାହା ହେବାର, ତତେ ଗେଲ ଠଟାରେ କହୁଥିଲି ନା ଆଉ। ଆବେ ବୁଢା, ତୁ ଯା ସିଆଡେ, ମୋ ସହିତ କଥା ହବୁନି। ମୁଁ ବି ଆଉ ଏଠି କାମ କରିବିନି, ମୁଁ ଚାଲିଲି ବେ ବୁଢା। ନିତି ତୁ ରାଗେନି, ନହେଲେ ମା ମତେ ଖରାପ ଭାବିବେ। ଭାବନ୍ତୁ ବି, ମୁଁ କାହାକୁ ଖାତିର କରିନି ବେ। ମୁଁ ମୋ ମନ ଉପରେ ରାଜା ବେ, ମତେ କିଏ କହିବ ବେ? କିନ୍ତୁ ନିତି କେତେ କାମ ପଡ଼ିଛି, ମା ମତେ ରାଗିବେ, ମତେ ପୁଣି ଗାଳି କରିବେ, ମୁଁ କଣ କରିବି? ଶୁଣ, ମୁଁ ଭୁଲ ଲୋକ ନୁହେଁ, ମୁଁ ଠିକ ଲୋକ। ମୁଁ ହେଲି ଗୋଟେ ରୋଷେଇବାଲି। ଯୋଉଠି ମାନ ସମ୍ମାନ ଟିକେ କମିଗଲେ ମୁଁ ସେଠୁ ଚାଲିଯାଏ, ବୁଝିଲୁ? ହଁ ଯେ ମା ମତେ ଗାଳି କରିବେ, କିନ୍ତୁ ସବୁ ଯାକ କାମ ମତେ ହିଁ କରିବାକୁ ପଡିବ। ନିତି ମୋ କଥା ଟିକେ ବୁଝୁରେ। ଚାଲ ଚାଲ ଚାଲ, ମୁଁ ଚାଲିଲି। ମୁଁ ଯାଉଛି ଆଉ ଗୋଟେ କୋଉଠି କାମ କରିବି, ଚାଲ। କଟୁ କଟୁ ଲୋକ ଗୁଡ଼ା ଆଉଛନ୍ତି। ଏ ଲୋକ ଗୁଡ଼ା ମଣିଷ ସତେଜ ବଞ୍ଚେଇ ଦେବେନି। ଏରାକୁ ମନ ହଉଛି ଧରିକି ଏରାକୁ ପିଠି ଉପରେ ଆଣିକିରି ସେ ବିଛୁଆତି ଲଟା ନଗେଇ ଦେଇକି ପିଠି ଉପରେ ଠିଆ ହେଇ କଷିକି ମନ ଇଚ୍ଛା କଷିକି ଯୋଉ ଲଟା ଫଟା କୁଆଡୁ ଗୋଟେ ଲଟା ଫଟା ଆଣି ପାଟିବ ଫାଟି ଏରାକୁ ସାପାଡ଼େଇ ଦିଅନ୍ତି ଲୋକ। ଗୋଟେ ନାରୀ ଜାତିକୁ ସମ୍ମାନ ନାହିଁ, ଏରାକୁ ମଣିଷ ଗନ୍ଧ ଅଛି ଏରାକ। କଟୁନି କଟୁ କହି ପକଉଛନ୍ତି। ବୋଲାଲୁ ନିତି ପଳେଇଲା।